ପିଲାମାନେ ଆସ ଆଜି ଆମେ ଜାଣିବା କାଉ ଏବଂ ପେଚା ମଧ୍ୟରେ କାହିଁକି ଶତ୍ରୁତା ଅଛି। ଗପଟିକୁ ଧ୍ୟାନ ଦେଇ ଶୁଣ ପିଲାମାନେ। ବହୁତ ଦିନ ତଳର କଥା। ଗୋଟିଏ ବଣରେ କିଛି ପକ୍ଷୀ ରହୁଥିଲେ। ସେହି ବଣରେ ଅନ୍ୟ କୌଣସି ପଶୁ ବା ହିଂସ୍ର ଜନ୍ତୁ ରହୁନଥିଲେ। ତେଣୁ ହଂସ, ଶୁଆ, ବଗ, କୋଇଲି, କପ୍ତା, ବାଜପକ୍ଷୀ, କାଠହଣା, ପେଚା ସମସ୍ତେ ମିଶି ଚିନ୍ତା କଲେ କାହାକୁ ଏ ବଣର ରାଜା କରିବେ। ଶୁଆ କହିଲା, ଗରୁଡ଼ ପକ୍ଷୀ ଆମ ରାଜା ହେଲେ ଭଲ ହୁଅନ୍ତା। ସେ ତ ନିଜେ ସ୍ୱୟଂ ଭଗବାନ ବିଷ୍ଣୁଙ୍କର ବାହନ। ତା ଛଡ଼ା ସାପମାନେ ତାକୁ ଡରି କେଉଁଆଡ଼େ ଲୁଚି ଯାଆନ୍ତି ଭୟରେ। ସେ ଆମକୁ ସବୁ ବିପଦରୁ ରକ୍ଷା କରିପାରିବ। ବାଜପକ୍ଷୀ, ଆରେ ସେ ତ ସବୁବେଳେ ବିଷ୍ଣୁ ଦେବତାଙ୍କ ପାଖରେ ରହିବ। ତାକୁ ଚାରିଆଡ଼େ ନେବା ଆଣିବା କରିବ। ଆମ ଦୁର୍ଦ୍ଦଶା ସେ କେତେବେଳେ ବୁଝିବ ବୋଲି କହିଲା। ତେଣୁ ଆମେ ସମସ୍ତେ ଆମର ରାଜା ଯଦି ପେଚାକୁ କଲେ କେମିତି ହୁଅନ୍ତା ବୋଲି ସେ କହିଲା। କୋଇଲି କହିଲା, ବାଜ ଭାଇ ଯାହା କହିଲ ତାହା ଠିକ୍। ପେଚା ଆମର ରାଜା ହେଲେ ଆମର ଦୁଃଖ ଚାଲିଯିବ। ରାତିରେ ଆମେ ଶୋଇ ପଡ଼ିଥିବା ବେଳେ ସେ ଆମକୁ ସୁରକ୍ଷା ଦେବ। ସେ ଯେହେତୁ ରାତିରେ ଚେଇଁକି ରହେ। ସବୁ ପକ୍ଷୀ ଏକ ସ୍ୱରରେ କହି ଉଠିଲେ, ଆମର ରାଜା ଆଜିଠାରୁ ପେଚା ହେବ। ତା ପରଦିନ ଠାରୁ ପେଚା ସେହି ବଣର ରାଜା ହୋଇ ପ୍ରଜାମାନଙ୍କୁ ପାଳିବା ପରି ସେ ସେବା କରିବାରେ ଲାଗିଲା। କିଛି ଦିନ ପରେ କାଉ ସେଠାରେ ଆସି ଉଡ଼ି ଉଡ଼ି ପହଞ୍ଚିଲା। ପେଚାକୁ ରାଜା କରିଥିବାର ଶୁଣି ସେ ରାଗରେ ରଡ଼ି କରି ସାରା ବଣଟାକୁ କମ୍ପାଇ ଦେଲା। ଅନ୍ୟ ପକ୍ଷୀମାନଙ୍କୁ ଗାଳି ଦେଇ କହିଲା, ଆରେ ତୁମେମାନେ ଯେ ଏଡ଼େ ମୂର୍ଖ ମୁଁ ଜାଣିନଥିଲି। ଗୋଟାଏ ଅନ୍ଧକୁ କିପରି ରାଜା ଭାବରେ ବାଛିଲ, ଯିଏ ଦିନରେ ଗଛ କୋରଡ଼ରେ ଲୁଚି ରହେ ଆଉ ରାତି ହେଲେ ପଦାକୁ ବାହାରିଥାଏ। ସେ କିଭଳି ପକ୍ଷୀମାନଙ୍କୁ ସୁରକ୍ଷା ଦେବ? ତୁମେ କେମିତି ଏ ଅନ୍ଧଟାକୁ ରାଜା କରିବା ପାଇଁ ଚିନ୍ତା କରୁଛ? କାଉ କଥା ଶୁଣି ଅନ୍ୟ ପକ୍ଷୀମାନେ ସମର୍ଥନ ଜଣାଇ କହିଲେ, ସେମାନେ ଆଉ ଗୋଟିଏ ନୂଆ ରାଜା ବାଛିବା ପାଇଁ ପୁଣି ଠିକ୍ କଲେ। ଖାଲି ପେଚା ଆଉ କୋଇଲି ସେଠାରେ ବସି ରହିଥିଲେ। ଏତିକି ବେଳେ କୋଇଲି କହିଲା, ଭାଇ ତୁମକୁ ଏ କାଉଟା ଜମା ରାଜା କରାଇ ଦେବ ନାହିଁ। ତେଣୁ ତୁମେ ତାକୁ ହାତକୁ ନ ଆଣିଲେ ତୁମେ ରାଜା ହେବା କଥା ମନରୁ ପାସୋରି ଦିଅ। ସେତିକି ବେଳକୁ କାଉ ସେଇ ପାଖରେ ଥିବା ଗୋଟିଏ ଗଛ ଡାଳରେ ବସିଥିଲା। ପେଚା ତା ପାଖକୁ ଉଡ଼ିଯାଇ ଦୁଇ ଘେରା ଚକ୍କର କାଟି କହିଲା, ହଇରେ ଦୁଷ୍ଟ, ତୁ ତୋର କି ଦୋଷ କରିଛି ରେ ମୁଁ? ତୁ ମୋତେ ରାଜା ହେବାରେ ତୁ ବାଧା ସୃଷ୍ଟି କଲୁ। ତେବେ ମନେ ରଖ, ଆଜିଠାରୁ ତୋର ମୋର ପାରିବାରିକ ସମ୍ପର୍କ ତୁଟିଗଲା। ଏହି କଥା କହି ପେଚାଟି ନିଜ ବସାକୁ ଉଡ଼ି ଚାଲିଗଲା। ତା ପରଠାରୁ କାଉ ଓ ପେଚା ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଗଲା। କାଉକୁ ପେଚା ଯେଉଁଠାରେ ଦେଖିଲା ବଡ଼ ବଡ଼ ଆଖି କରି ଅନେଇଲା। ଆଉ କାଉ ମଧ୍ୟ ପେଚାକୁ ଦେଖିଲେ ତା ମୁନିଆ ଥଣ୍ଟରେ ତାକୁ ଆକ୍ରମଣ କରିବାକୁ ଗୋଳେଇ ଦେଲା। ସେହିଦିନ ଠାରୁ କାଉ ଏବଂ ପେଚା ଭିତରେ ଜମା ଆଉ ପଡ଼ିଲା ନାହିଁ। ଦେଖିଲ ପିଲାମାନେ, ସେ ପେଚାକୁ ଜମା ବିଶ୍ୱାସ କଲା ନାହିଁ କି ତାକୁ ରାଜା କରାଇବାକୁ ଦେଲା ନାହିଁ। ତେଣୁ ଦୁଇ ଜଣଙ୍କ ଭିତରେ ଆଜି ମଧ୍ୟ ତାଙ୍କର କଜିଆ ଲାଗିଥାଏ। ଯେହେତୁ କାଉ ଜମା ସହିପାରେନି ପେଚାକୁ, ପେଚା ବି ମଧ୍ୟ କାଉକୁ ଜମା ସହିପାରେନି ଏବଂ ଦୁଇ ଜଣଙ୍କ ମଧ୍ୟରେ ଆଜି ମଧ୍ୟ ଶତ୍ରୁତା ରହିଅଛି।